ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ସାକ୍ଷୀ ଗୋପୀନାଥଙ୍କ ନୀତି ବିଳମ୍ବ। ରାଜ୍ୟ ବାହାରୁ ଆସିଥିବା ଜଣେ ପର୍ଯ୍ୟଟକ ମନ୍ଦିର ଭିତର ବେଢ଼ାରେ ମଳତ୍ୟାଗ କରିଦେଇଥିଲେ। ଫଳରେ ମନ୍ଦିର ଅଶୁଦ୍ଧ ହୋଇଥିଲା। 9ଟାରେ ହେବାକୁ ଥିବା ସୂର୍ଯ୍ୟପୂଜା ଦିନ 12ଟାରେ କରାଯାଇଥିଲା। ଦୀର୍ଘ 3 ଘଣ୍ଟା ନୀତି ବିଳମ୍ବ ହୋଇଥିବା କହିଛନ୍ତି ସେବାୟତ ସଂଘର ସମ୍ପାଦକ ବିଜୟ କୁମାର ନନ୍ଦ। ଠାକୁରଙ୍କ ମାଘ ସ୍ନାନ ପରେ ନୀତି ଚାଲୁ ରହିଥିବା କହିଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ। ଆଜି ନୀତିକାନ୍ତି ଟିକେ ବିଳମ୍ବ ହେଇଛି କାରଣ ପର୍ଯ୍ୟଟକ ଆସିଥିଲେ ସେ ମନ୍ଦିର ଭିତରେ ଲାଟ୍ରିନ୍ କରିଦେଇଥିଲେ, ସେଥିପାଇଁ ନୀତି ବିଭ୍ରାଟ ହେଇଥିଲା। ସେଥିପାଇଁ ଦିଅଙ୍କର ମାଘ ସ୍ନାନ ଯାହା ନିତ୍ୟକର୍ମ ଅଛି ସେ ସବୁ ସମ୍ପାଦନ କରାଯାଇ ତାପରେ ନୀତି ପୁନର୍ବାର ସମ୍ପାଦନ କରାଯିବ। ନୀତିକାନ୍ତି ସୂର୍ଯ୍ୟପୂଲା ବଲ୍ଲଭ ପରେ ଜଣେ ଦର୍ଶନାବେଶୀ ଭକ୍ତ ଭିତରେ ମଳତ୍ୟାଗ କରିଦେଲେ, ତେଣୁ ସେଥିପାଇଁ ଟିକେ ନୀତିକାନ୍ତି ବନ୍ଦ ହେଇଛି। ମହାସ୍ନାନ ହବ, ହୋମ ଯଜ୍ଞ ପରେ ପୁନଃ କାର୍ଯ୍ୟ ଚାଲୁ ରହିବ।